2023 ହଜାର ହଜାର ଯୁବକ ଯୁବତୀ ଶିକ୍ଷକ ହେବାର ସ୍ୱପ୍ନ ନେଇ ଜେଟିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କଲେ। ମନରେ ଆଶା ବାନ୍ଧି ସେମାନେ ପରୀକ୍ଷା କେନ୍ଦ୍ରରେ ଯାଇ ପରୀକ୍ଷା ଦେଲେ। ଦେଖୁ ଦେଖୁ ପ୍ରଥମ ମେରିଟ୍ ଲିଷ୍ଟ ମଧ୍ୟ ପ୍ରକାଶ ପାଇଲା। କିନ୍ତୁ ଭଲ ମାର୍କ ରଖିବା ସତ୍ତ୍ୱେ ମେରିଟ୍ ଲିଷ୍ଟରେ ନିଜର ନାଁକୁ ନ ଦେଖି ତାଙ୍କ ମନରେ ଉଙ୍କି ମାରିଲା ଅନେକ ପ୍ରଶ୍ନ। ମନରେ ଯେଉଁ ଆଶା ବାନ୍ଧି ସେମାନେ ପରୀକ୍ଷା ଦେଇଥିଲେ, କ୍ଷଣିକ ମଧ୍ୟରେ ସବୁ ଚୁରମାର ହୋଇଗଲା। ତଥାପି ସେମାନେ ସାହସ ନ ହରାଇ ନିଜ ମନରେ ଆଶା ବାନ୍ଧି ନିଜ ଅଭିଯୋଗକୁ ନେଇ ପହଞ୍ଚିଗଲେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ସାମ୍ନାରେ। ସରକାରଙ୍କର ନିଜର ତ୍ରୁଟି ପାଇଁ 7,000ରୁ ଅଧିକ ପୋଷ୍ଟ ଫାଙ୍କା ମଧ୍ୟ ପଡ଼ିଗଲା। ବର୍ଷ ବର୍ଷ ଧରି କୋର୍ଟରେ କେସ୍ ଚାଲିଲା। କ'ଣ ଭୁଲ ହୋଇଛି ଏବଂ କ'ଣ କଲେ ସେ ଭୁଲକୁ ସୁଧାରା ଯାଇପାରିବ, ସେ ବିଷୟରେ ଆଲୋଚନା କରାଗଲା। ଶେଷରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସେ ଆମ କଥାକୁ ଭଲ ଭାବରେ ବୁଝି ସରକାରଙ୍କୁ ଆଦେଶ ଦେଲେ ଯେ କ୍ଲଜ୍ 8.7 ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ କରିବାରେ କୌଣସି ବାଧା ସୃଷ୍ଟି କରିପାରିବ ନାହିଁ। ଯଥାଶୀଘ୍ର ମେରିଟ୍ ଅନୁସାରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇ ଖାଲି ପଦବୀକୁ ପୂରଣ କରାଯାଉ। ଆଶାୟୀଙ୍କ ମନରେ ଖୁସିର ଲହରୀ ଖେଳିଗଲା। କିନ୍ତୁ ଦୁଃଖର ବିଷୟ ଏହା ଯେ ସରକାର ମାନ୍ୟବର କୋର୍ଟର ଆଦେଶକୁ ଅବମାନନା କରି ନିଜର ଏକ ଛତ୍ରବାଦ ଶାସନ ଜାରି କରିଛନ୍ତି। ଏହାକୁ ବିରୋଧ କରି ଆମେ ଗତ ଫେବୃଆରୀ 23 ତାରିଖରେ ଷ୍ଟ୍ରାଇକ୍ ମଧ୍ୟ କରିଥିଲୁ। ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ସେ ଆମ କଥାକୁ ଶୁଣିବେ, କିନ୍ତୁ ଆମର ଜଣା ନଥିଲା ସରକାର ମୁହଁରେ ମହୁ ଆଉ ପେଟରେ ବିଷ ଥିଲା। ସେଥିପାଇଁ ଆମେ ପୁଣି ଥରେ ଏକ ବିଶାଳ ଗଣ ସମାବେଶର ଆୟୋଜନ କରିଛୁ। ନିଜ ହକ୍ ପାଇଁ ଲଢ଼ିବାକୁ ପ୍ରସ୍ତୁତ ହେଉଛୁ। ଆମ ଆଶା ଆଉ ଭରସା ଆପଣ ଏହାକୁ ସଫଳ କରିବାକୁ ଆମକୁ ସାହାଯ୍ୟ କରିବେ। ଆମେ କେବଳ ଚାକିରି ମାଗୁନାହୁଁ, ଆମେ ମାଗୁଛୁ ନ୍ୟାୟ। ସରକାର ଆମ ସ୍ୱପ୍ନକୁ ଅଧୁରା ରଖନ୍ତୁ ନାହିଁ। ମେରିଟ୍ ଆଧାରରେ ସମସ୍ତ ଖାଲି ପୋଷ୍ଟକୁ ପୂରଣ କରନ୍ତୁ।